ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଗଡ଼ପତା ପଞ୍ଚାୟତର ପିଇଓ ରଞ୍ଜିତା ଶତପଥୀଙ୍କ ମନମୁଖୀ କାର୍ଯ୍ୟ, କଦର୍ଯ୍ୟ ବ୍ୟବହାର, ପକ୍ଷପାତିତା ଓ ନିଚମନା ବିରୁଦ୍ଧରେ ଗୁରୁବାର ନାୟବ ସରପଞ୍ଚ ମନୋରଞ୍ଜନ ପାଣିଗ୍ରାହୀ ତୀବ୍ର ନିନ୍ଦା କରିବା ସହିତ ୱାର୍ଡ ମେମ୍ବର ରଶ୍ମିତା ପଣ୍ଡା, ପୂଜା ସିଂ, ଆରତୀ ବେହେରା, ଲକ୍ଷ୍ମୀମଣି ସିଂ, ଫକୀର ମୋହନ ପ୍ରଧାନ ଗୁରୁବାର ଗଡ଼ପଦା ପଞ୍ଚାୟତ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ। ସରପଞ୍ଚ ସଂଯୁକ୍ତା ନାୟକ ଓ ସମିତି ସଭ୍ୟ ହମିଦ ଖାନ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ ହେଁ ଆନ୍ଦୋଳନକାରୀ ୱାର୍ଡ ମେମ୍ବରମାନେ ପିଇଓ ଶତପଥୀଙ୍କ ବଦଳି ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଶେଷରେ ଏମ୍ପି ପ୍ରତିନିଧି ପ୍ରଦୀପ ପଣ୍ଡା, ସମବାୟ ସମିତି ସଭାପତି ଦେବାଶିଷ ମହାପାତ୍ର, ପୂର୍ବାତନ ସମିତି ସଭାପତି ହରେନ୍ଦ୍ର କୁମାର ଦାସ ପହଞ୍ଚି ଆଲୋଚନା କରିଥିଲେ। ବିଡିଓ ମହିନ କୁମାର ନାୟକଙ୍କୁ ଅଭିଯୋଗ ସମ୍ପର୍କରେ ଅବଗତ କରାଯାଇଥିଲା। ତଦନ୍ତପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡିଓ ଫୋନ୍ ଯୋଗେ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ତେବେ 7 ଦିନ ମଧ୍ୟରେ ପିଓଙ୍କ ପ୍ରତି ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଥିଲେ। ବାଲେଶ୍ୱର ଜିଲ୍ଲା ବସ୍ତାରୁ ଶିରିଷ ଚନ୍ଦ୍ର ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।